ଶ୍ରମିକକୁ ମର୍ଡର ଘଟଣା ପର୍ଦ୍ଦାଫାଶ କଲା ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ବିନକା ଥାନା ଗୁଲାପଡ଼ାରେ ଦୀର୍ଘ 11 ଦିନ ପରେ ମାଟି ତଳୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ 3 ଅଭିଯୁକ୍ତ ଗିରଫ ସହ ଜଣେ ଫେରାର। ଗତ 18 ତାରିଖ ବିନକା ଥାନା ଗୁଲାପଡ଼ା ଗାଁର ପ୍ରକାଶ ମହାନ୍ତି କାମ କରିବାକୁ ଯାଉଛି କହି ଆଉ ଘରକୁ ଫେରି ନଥିଲେ। ଏନେଇ ବିନକା ଥାନାରେ ପ୍ରକାଶଙ୍କ ସ୍ତ୍ରୀ ବନିତା ମହାନ୍ତି ଗତ 23 ସ୍ୱାମୀକୁ ହତ୍ୟା କରାଯାଇଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ହେଲା ପରେ ବିନକା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିଲା। ଏହି ଘଟଣାରେ ପୋଲିସ ଗୁଲାପଡ଼ା ଗାଁର ଅଜିତ ସେବକ, ତପନ ପ୍ରଧାନ ଓ ଶେଖର ପ୍ରଧାନ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଅଭିଯୁକ୍ତ ଏବେ ବି ଫେରାର ରହିଛି। ତେବେ ଏନେଇ ଜଘନ୍ୟ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ହାତୁଡ଼ିକୁ ପୋଲିସ ଜବତ କରିଛି। ବର୍ତ୍ତମାନ 3 ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ପ୍ରତାପ ଚନ୍ଦ୍ର ତ୍ରିପାଠୀ। 18/12/2025 ତାରିଖ ଦିନ ରାତିରେ ପ୍ରକାଶ ମହାନ୍ତି ବୋଲି ଗୋଟେ ଗୁଲାପଡ଼ାର ପିଲା ନିଖୋଜ ହେଲେ। ତାଙ୍କର ସ୍ତ୍ରୀ ବନିତା ମହାନ୍ତି ସେ 18 ତାରିଖ ଘରକୁ ନ ଫେରିବାରୁ ଖୋଜାଖୋଜି କଲେ। ଶେଷରେ 23/12ରେ ଗୋଟେ ନିଖୋଜ ମାମଲା ବିନକା ଥାନାରେ ଦାୟର କରିଥିଲେ। ସେ ନିଖୋଜ ମାମଲା ଉପରେ ପୁଲିସ ଛାନବିନ କରୁଥିବା ସମୟରେ କାଲି ଆସିକରି ତାଙ୍କର ସ୍ତ୍ରୀ ବନିତା ମହାନ୍ତି ଆଉ ଗୋଟେ ଅଭିଯୋଗ କଲେ ଯେ ତାଙ୍କର ସ୍ୱାମୀ ପ୍ରକାଶ ମହାନ୍ତିକି ସେ ଯେ ଜାଗାରେ କାମ କରୁଥିଲେ ସେ କାମ କରୁଥିବା ଲୋକମାନେ ମାରି ଦେଇକରି ପୋତି ଦେଇଛନ୍ତି ବୋଲି ସେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଛନ୍ତି। ତାଙ୍କର ସେ କଥା ଉପରେ ଆମେ ତାଙ୍କର ସାଙ୍ଗରେ କାମ କରୁଥିବା ସମ୍ପୃକ୍ତ ଲୋକମାନଙ୍କୁ ଆଣିକରି ଥାନାରେ ପଚରାଉଚରା କଲୁ। ସେଠୁ ଥାନାରେ ପଚରାଉଚରା କଲାରୁ ଜଣାପଡ଼ିଲା ଯେ ସେମାନେ ସେଦିନ ରାତିରେ ସେ ଆଫ୍ଟର ଡିନର ରାତ୍ରି ଭୋଜନ କରି ସାରିଲା ପରେ ସେ କାମ କରୁଥିବା ଜାଗାରେ ତାକେ ନେଇକରି କୁଲେର ଜୋର ପାଖେ ଗୋଟେ ନୂଆ ଖୋଲା ହେଇଥିବା ଟ୍ରେଞ୍ଜରେ ପକେଇକରି ଟ୍ରାକ୍ଟରରେ ମାଟି ଦେଇଛନ୍ତି ବୋଲି ଟ୍ରାକ୍ଟର ମାଟି ନେଇକି ତାକେ ବନ୍ଦ କରିଦିଅନ୍ତି। ସେ ତାଙ୍କର ସେ ସ୍ୱୀକାରୋକ୍ତି ବୟାନ ଉପରେ ଗୋଟେ ମୁଦାଲାକେ ଆମେ ନେଇକରି ଗଲୁ ଆମର ପ୍ରୋସିଜିଓର ଅନୁସାରେ ପୁଲିସ ହେଫାଜତରେ ସେ ନେଇକରି ଶବ ପୋତିଥିବାର ସ୍ଥାନଟାକେ ଦେଖାଲେ। ସେ ତାପରେ ତାଙ୍କର ଆତ୍ମୀୟ ପରିଜନ ତାଙ୍କର ଭାଇ ସମ୍ପର୍କୀୟମାନଙ୍କ ଉପସ୍ଥିତିରେ ଆଉ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେ ପୋତିଥିଲା ଜାଗାର ମାଟି କଢ଼ା ହେଲା ପରେ ସେଥିରେ ଗୋଟେ ସେ ପ୍ରକାଶ ମହାନ୍ତିର ଶବ ବାହାରିଲା। ସେ ଶବକେ ତାଙ୍କର ଘର ଲୋକ ଚିହ୍ନଟ କଲା ପରେ ଜଣାପଡ଼ିଲା ଯେ ସେ ପ୍ରକାଶ ମହାନ୍ତିକେ ସେଦିନ 18 ତାରିଖ ରାତିରୁ ତାଙ୍କର ସହଯୋଗୀମାନେ ହତ୍ୟା କରିକି ସେ ଜାଗାରେ ମାଟିରେ ପୋତି ଦେଇଛନ୍ତି ବୋଲି।